କେତେବେଳେ ଛାଇ ତ କେତେବେଳେ ଖରା, ପୁଣି କେତେବେଳେ ତୁହାକୁ ତୁହା ବର୍ଷା। ଏମିତି ପରିବେଶରେ ଆସୁଛି ପାର୍ବଣ। ପ୍ରଥମେ ଦୁର୍ଗା ମାଙ୍କ ପୂଜା ଓ ତାପରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ସଜେଇ ହେଲାଣି ସାରା ସହର, ସବୁଠି ଉତ୍ସବ ମୁଖର। ପୂଜାର ମଜା ନେବା ପାଇଁ ଲୋକମାନେ କିଣାକିଣି କଲେଣି। ଯଦିଓ ତୁହାକୁ ତୁହା ବର୍ଷା ହେଉଛି, ତଥାପି ତାକୁ ଖାତର ନ କରି କିଣାବିକା ଚାଲିଛି। କେନ୍ଦ୍ରାପଡ଼ାର ଏହି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ମା ଲକ୍ଷ୍ମୀ ଟିକେ କୃପା କଲେ ପୂଜା ଭଲ ଭାବରେ ହେବ ବୋଲି ସହରବାସୀଙ୍କ ଆଶା ଓ ବିଶ୍ୱାସ ରହିଛି। ସେପଟେ ବ୍ୟବସାୟୀ ପ୍ରତିଷ୍ଠାନମାନେ ଗୁଡ଼ିକ ଭଲ ବ୍ୟବହାର ପାଇଁ ଚାହିଁ ବସିଛନ୍ତି ଗ୍ରାହକମାନଙ୍କୁ। ଜୟ ମା ଲକ୍ଷ୍ମୀ। କେତେବେଳେ ଛାଇ ତ କେତେବେଳେ ଖରା, ପୁଣି କେତେବେଳେ ତୁହାକୁ ତୁହା ବର୍ଷା। ଏମିତି ପରିବେଶରେ ଆସୁଛି ପାର୍ବଣ। ପ୍ରଥମେ ଦୁର୍ଗା ମାଙ୍କ ପୂଜା ଓ ତାପରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ସଜେଇ ହେଲାଣି ସାରା ସହର, ସବୁଠି ଉତ୍ସବ ମୁଖର। ପୂଜାର ମଜା ନେବା ପାଇଁ ଲୋକମାନେ କିଣାକିଣି କଲେଣି। ଯଦିଓ ତୁହାକୁ ତୁହା ବର୍ଷା ହେଉଛି, ତଥାପି ତାକୁ ଖାତର ନ କରି କିଣାବିକା ଚାଲିଛି। କେନ୍ଦ୍ରାପଡ଼ାର ଏହି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ମା ଲକ୍ଷ୍ମୀ ଟିକେ କୃପା କଲେ ପୂଜା ଭଲ ଭାବରେ ହେବ ବୋଲି ସହରବାସୀଙ୍କ ଆଶା ଓ ବିଶ୍ୱାସ ରହିଛି। ସେପଟେ ବ୍ୟବସାୟୀ ପ୍ରତିଷ୍ଠାନମାନେ ଗୁଡ଼ିକ ଭଲ ବ୍ୟବହାର ପାଇଁ ଚାହିଁ ବସିଛନ୍ତି ଗ୍ରାହକମାନଙ୍କୁ। ଜୟ ମା ଲକ୍ଷ୍ମୀ। କେତେବେଳେ ଛାଇ ତ କେତେବେଳେ ଖରା, ପୁଣି କେତେବେଳେ ତୁହାକୁ ତୁହା ବର୍ଷା। ଏମିତି ପରିବେଶରେ ଆସୁଛି ପାର୍ବଣ। ପ୍ରଥମେ ଦୁର୍ଗା ମାଙ୍କ ପୂଜା ଓ ତାପରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ସଜେଇ ହେଲାଣି ସାରା ସହର, ସବୁଠି ଉତ୍ସବ ମୁଖର। ପୂଜାର ମଜା ନେବା ପାଇଁ ଲୋକମାନେ କିଣାକିଣି କଲେଣି। ଯଦିଓ ତୁହାକୁ ତୁହା ବର୍ଷା ହେଉଛି, ତଥାପି ତାକୁ ଖାତର ନ କରି କିଣାବିକା ଚାଲିଛି। କେନ୍ଦ୍ରାପଡ଼ାର ଏହି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ମା ଲକ୍ଷ୍ମୀ ଟିକେ କୃପା କଲେ ପୂଜା ଭଲ ଭାବରେ ହେବ ବୋଲି ସହରବାସୀଙ୍କ ଆଶା ଓ ବିଶ୍ୱାସ ରହିଛି। ସେପଟେ ବ୍ୟବସାୟୀ ପ୍ରତିଷ୍ଠାନମାନେ ଗୁଡ଼ିକ ଭଲ ବ୍ୟବହାର ପାଇଁ ଚାହିଁ ବସିଛନ୍ତି ଗ୍ରାହକମାନଙ୍କୁ। ଜୟ ମା ଲକ୍ଷ୍ମୀ। କେତେବେଳେ ଛାଇ ତ କେତେବେଳେ ଖରା, ପୁଣି କେତେବେଳେ ତୁହାକୁ ତୁହା ବର୍ଷା। ଏମିତି ପରିବେଶରେ ଆସୁଛି ପାର୍ବଣ। ପ୍ରଥମେ ଦୁର୍ଗା ମାଙ୍କ ପୂଜା ଓ ତାପରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ସଜେଇ ହେଲାଣି ସାରା ସହର, ସବୁଠି ଉତ୍ସବ ମୁଖର। ପୂଜାର ମଜା ନେବା ପାଇଁ ଲୋକମାନେ କିଣାକିଣି କଲେଣି। ଯଦିଓ ତୁହାକୁ ତୁହା ବର୍ଷା ହେଉଛି, ତଥାପି ତାକୁ ଖାତର ନ କରି କିଣାବିକା ଚାଲିଛି।